ସୃଷ୍ଟି ସନ୍ତନା ପତ୍ରିକାର ସମ୍ପାଦିକା ସ୍ନେହର ସବିତାରାଣୀ ବେହେରାଙ୍କ ଦ୍ୱାରା ସମ୍ପାଦିତ ଡିଜିଟାଲ ସାହିତ୍ୟ ଆସର ଦୀର୍ଘ ଦିନ ଧରି ସୁପରିଚାଳିତ ହୋଇ ଆସୁଅଛି। ଏହା ତାଙ୍କର ଦୃଢ଼ ନିଷ୍ଠା ଓ ସାହିତ୍ୟ ଅନୁରାଗ ଯୋଗୁଁ ସମ୍ଭବପର ହୋଇପାରିଛି। ସେ ମୋତେ ଏହି କବିତା ଆସରରେ କବିତା ପାଠ କରିବା ପାଇଁ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଅସରନ୍ତି ସ୍ନେହ ଓ ଶୁଭକାମନା ଜଣାଉଛି। ମୁଁ ଶରତ କୁମାର ମିଶ୍ର ମୋର କବିତା ପାଠ ଆରମ୍ଭ କରୁଛି। ମୋର କବିତାର ଶୀର୍ଷକ ହେଉଛି ରଜ। ରଜ ଆମ ଓଡ଼ିଶାର ଗୋଟିଏ ପ୍ରଧାନ ପର୍ବ। ଏହି ପର୍ବଟିକୁ ପାଳନ କରିବା ପାଇଁ ସମସ୍ତେ ଆଗ୍ରହର ସହିତ ଚାହିଁ ବସିଥାନ୍ତି। ତେଣୁ ସେହି ରଜ ବିଷୟରେ ମୋର ଏହି କବିତାଟି ଶୁଣନ୍ତୁ। ମୋର କବିତାର ଶୀର୍ଷକ ହେଉଛି ରଜ। ସୂର୍ଯ୍ୟର ଆଖି ଝଲସା ତାତିରେ ଆସିଛି ରଜ। ସୂର୍ଯ୍ୟର ଆଖି ଝଲସା ତାତିରେ ଆସିଛି ରଜ। ଗ୍ରୀଷ୍ମର ଧୁ ଧୁ ଖରା ସାଙ୍ଗରେ ଆକାଶରେ ଖଣ୍ଡ ଖଣ୍ଡ ମେଘ। ଆଦ୍ୟ ଆଷାଢ଼ର ପ୍ରଥମ ବର୍ଷାରେ ମାଟି ଗନ୍ଧରେ ଆତ୍ମହରା ହୋଇ ପ୍ରାଣ ପ୍ରାଚୁର୍ଯ୍ୟରେ ବିଭଳିତ ହୁଏ ପୃଥିବୀ। ସୃଜନଶୀଳ ହୁଏ ଧରଣୀ। ବର୍ଷାର ସ୍ପର୍ଶ ପାଇ ଶସ୍ୟପୂର୍ଣ୍ଣ ହେବାର ଶପଥ ମନରେ ତା ଦୃଢ଼ତା ଭରଇ। ବର୍ଷାର ସ୍ପର୍ଶ ପାଇ ଶସ୍ୟପୂର୍ଣ୍ଣ ହେବାର ଶପଥ ତାର ମନରେ ଦୃଢ଼ତା ଭରଇ। ମାଟିକୁ ପୂଜା କରିବାର ଶୁଭ ଅବସରରେ ମାଟିକୁ ପୂଜା କରିବାର ଶୁଭ ଅବସରରେ ରଜ ପର୍ବ ଜଗାଏ ଆନନ୍ଦ। ଓଡ଼ିଆ ଜାତୀୟ ପର୍ବ ପିଠା ଆଉ ପାନର ମହକେ। ଗାଁ ତୋଟା ହସି ଉଠେ କୁଆଁରୀଙ୍କ ମଧୁର ସଙ୍ଗୀତେ। ଦୋଳିରେ ଖେଳିବା ମଜା ଆସେ ନାହିଁ ଆଉ ବର୍ଷ ସାରା। ଆମ୍ବ ପଣସ ମହକେ ସାଙ୍ଗସାଥୀ ମେଳ ହୁଏ ପରା। ରଜ ଆସେ ଚନ୍ଦନର ଟିପା ନାଇ। ପାଦରେ ଅଳତା ଲଗାଇ ସିନ୍ଥାରେ ସିନ୍ଦୂର ଆଉ ଆଖିରେ କଜଳ ଦେଇ ନୂଆ ଚୁଡ଼ି ନୂଆ ଶାଢ଼ୀ ପିନ୍ଧି ଲାଗେ ସିଏ ନବବଧୂ ପରି। ରଜ ଆସେ ଚନ୍ଦନର ଟିପା ନାଇ। ପାଦରେ ଅଳତା ଲଗାଇ ସିନ୍ଥାରେ ସିନ୍ଦୂର ଆଉ ଆଖିରେ କଜଳ ଦେଇ ନୂଆ ଚୁଡ଼ି ନୂଆ ଶାଢ଼ୀ ପିନ୍ଧି ଲାଗେ ସିଏ ନବବଧୂ ପରି। ସୁନ୍ଦରୀ ମନୋହରୀ ଶୁଭଙ୍କରୀ ଲାଜକୁଳୀ ଅଭିମାନୀ ନାରୀ। ସମସ୍ତଙ୍କୁ ଯାଏ ସିଏ ସ୍ନେହ ଆଉ ଶ୍ରଦ୍ଧାରେ ପରଷି। ତା ଆଗମନକୁ ଚାହିଁ ସମସ୍ତେ ତା ଅପେକ୍ଷା କରନ୍ତି। ଆବାଳ ବୃଦ୍ଧ ବନିତା ଆନନ୍ଦରେ ବିଭୋର ହୁଅନ୍ତି। ଆବାଳ ବୃଦ୍ଧ ବନିତା ଆନନ୍ଦରେ ବିଭୋର ହୁଅନ୍ତି।